କଡ଼ାସୁରା କରୁଥିବା ସିକ୍ୟୁରିଟି ବସିଥିଲା ଏଇଠି ବସିଥିଲା, ମୁଁ ଯେଉଁ ଚେୟାରରେ ବସିଛି ଢୋଳଉଥିଲା। CCTVରୁ ଯାହା ଜଣାପଡ଼ୁଛି। ହଁ କିଛି ଖବର ନିଶ୍ଚୟ ରଖିଥିବ, ନହେଲେ କେମିତି ସାହସ କରିବ। ଭାଗ୍ୟ ବି ଭଲ କେହି ନାହାନ୍ତି, ଯଦି ଥାନ୍ତେ ମାନମୁରା ଦେଇଥାନ୍ତେ, କ'ଣ କରିଥାନ୍ତେ, ଚୋରି ଫୁରି ଦେଇଥାନ୍ତେ। ଯାଉ ପଛେ ଜିନିଷ ଜୀବନ ତ ବଞ୍ଚିଛି। କାଲି ପଶିଥିଲେ, ଯେଉଁ ସେକେଣ୍ଡ ଫ୍ଲୋରରେ ମୋର ବଡ଼ ପୁଅ, ବୋଉ, ଦୁଇ ପୁଅ ରହନ୍ତି, ସେଇ ଫ୍ଲୋରରେ ପଶିଥିଲେ। ମୁଁ ତ ଫାର୍ଷ୍ଟ ଫ୍ଲୋରରେ, ସେଠି ପଶିନାହାନ୍ତି। ଆଉ ପ୍ରାୟ ରାତି 2:40 ପରେ ସେମାନେ ଆସିଛନ୍ତି। ମୋର ମନେ ହେଉଛି ପ୍ରଫେସନାଲ ଚୋର ଡକାୟତ। କାରଣ ଗ୍ଲୋଭ୍ସ ପିନ୍ଧିଛି, ମୁହଁରେ ବନ୍ଧା ହେଇଛି, ଜୋତା ବି ପିନ୍ଧିଛି, ଫୁଲ୍ ପ୍ୟାଣ୍ଟ ପିନ୍ଧିଛି, ଜୋତା ଚିହ୍ନ ଅଛି। କି ଜୋତା ଚିହ୍ନ ସମିତିଙ୍କର କେଉଁ ଜାଣିବ ଜୋତା ଚିହ୍ନ? ସେ ପଶିଛି ଏ ବାଟେ, ସେ ଚୋର ଅଛି ଘର ଭିତରେ। ଆମର ଯେଉଁ ଦୁଇ ନାତି, ଲୁଲିଆ ବାବୁ ତା ୱାଇଫ୍ ନଥିଲେ, ସେ କ'ଣ କିଏ ଆସିଛନ୍ତି ବୋଲି ସାତପଡ଼ା ଯାଇଛନ୍ତି, 2019 ସାତପଡ଼ା, ଘରେ ନଥିଲେ। ସେଇ ପିଲା ଦୁଇଟା, ସେ ଆର ବଡ଼ ଭାଇ ଘର ଫରେଷ୍ଟ ପାର୍କ, ସେଠିକି ଯାଇଥିଲେ। ସେଇଠି ତାଙ୍କର ଡିନର୍ ଖାଇଛନ୍ତି, ଟୋକା ଦଳ ବସିକି ଗପସପ ହେଇଛନ୍ତି। ଠିକ୍ ପ୍ରାୟ 2ଟା ପରେ ଆସିଛନ୍ତି। ଆସିଲା ବେଳକୁ ଚୋର ଅଛି ଭିତରେ। ସେ ସାନ ନାତିଟା ଯେତେବେଳେ କବାଟ ଖୋଲୁଛି, ସେ ଜାଣିପାରିଛି ସେ ତ ବେଡ଼ରୁମ୍ର ଭିତରେ ଅଛନ୍ତି ନା। ସେ ଗୋଟିଏ ରୁମ୍ର ଭିତରେ ବୋଧେ ପଶିଛନ୍ତି, ଲୁଲିଆ ରୁମ୍ରେ, ମାନେ ଦେବଜ୍ୟୋତି ରୁମ୍ରେ। ଜାଣିଛନ୍ତି ବୋଧେ ଯାହା ଥିବ ଏଇଠି ଥିବ, ଆଉ କେଉଁଠି ଥିବ। ପଶିଛନ୍ତି, ପଶିକି ତା ଶୁଣୁଛି ଗହଣା ଆଉ ଟଙ୍କା ଯାହା ଥିଲା ତାକୁ ନେଇକି ପଳାଇଛନ୍ତି।
କଡ଼ା ସୁରକ୍ଷା କରୁଥିବା ସିକ୍ୟୁରିଟି ବସିଥିଲା ଏଇଠି ବସିଥିଲା, ମୁଁ ଯେଉଁ ଚେୟାରରେ ବସିଛି ଢୋଳଉଥିଲା। CCTV ଯାହା ଜଣାପଡ଼ୁଛି। ହଁ କିଛି ଖବର ନିଶ୍ଚୟ ରଖିଥିବ, ନହେଲେ କେମିତି ସାହସ କରିବ। ଭାଗ୍ୟ ବି ଭଲ କେହି ନାହାନ୍ତି, ଯଦି ଥାନ୍ତେ ମାନିମରା ଦେଇଥାନ୍ତେ, କ'ଣ କରିଥାନ୍ତେ, ଚୋରି ଫୁରି ଦେଇଥାନ୍ତେ, ଯାଉ ପଛେ ଜିନିଷ ଜୀବନ ତ ବଞ୍ଚିଛି। ଆଜି ଇଣ୍ଡିପେଣ୍ଡେନ୍ସ ଡେ, କାଲି ରାତି ଦିନ ସବୁ ଫୁଲ୍ ସିକ୍ୟୁରିଟି ଆରେଞ୍ଜମେଣ୍ଟ, ପୁଲିସ ଭେହିକଲ୍ ମୁଭମେଣ୍ଟ ସବୁ ଥିଲା। ତା ସତ୍ତ୍ୱେ ବି ସେ ଏତେ ସାହସ କରି ପ୍ରଫେସନାଲ ଚୋର ଆଉ ସେ ରାତି 12ଟା ପର୍ଯ୍ୟନ୍ତ ଅପେକ୍ଷା କରିଛି ସେଠି ଯିଏ ଖାଇବାକୁ ଦିଏ। ସେମାନେ ସବୁ ବଡ଼ ଭାଇ ଘରେ ଯାଇକି ଫରେଷ୍ଟ ପାର୍କ ଏଇ କ'ଣ ଗଭର୍ଣ୍ଣର ହାଉସ୍ ପାଖରେ ଯେଉଁ ଘର ଭାଇଙ୍କ ବଡ଼ ପୁଅ କରିଛି ସେଇଠିକି ସବୁ ଯାଇଥିଲେ। ସବୁ ଭାଇମାନେ ବସିଥିଲେ, ସେଇଠୁ ଫେରିଛନ୍ତି। ସେଠୁ ପୁଣି 12ଟା ବେଳେ କହିଛନ୍ତି ନା ଆମେ ଏଇଠି ଖାଇକି ଯିବୁ। ସେଠୁ ଖାଇକି ଆସିଛନ୍ତି। ପ୍ରଫେସନାଲ ଲୋକ। ଏଇଆ ଦୁଃଖ ଲାଗୁଛି କ'ଣ ଯେ ଭୁବନେଶ୍ୱରରେ ଏବେ ପ୍ରଫେସନାଲ ଚୋର ଡକାୟତଙ୍କର ଭର୍ତ୍ତି ହେଇଗଲେ। ସେମାନଙ୍କୁ ହେଲେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ବଡ଼ କାଠିକର ପାଠ ହେଇଗଲାଣି ଭୁବନେଶ୍ୱରରେ। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା, ଆମ ଘରେ ଏତେ ଲୋକ ଥାଇ ଆଉ ପୁଣି PCR ଭ୍ୟାନ୍ ମଝିରେ ମଝିରେ ଯାଏ ବାଟେ, ଅଥଚ ପଶି ଘରେ ଜିନିଷ ନେଇ ଆରାମରେ ସେ ଯାଇଛି, ଆରାମରେ ଚୋରି କରିଛି, ଆରାମରେ ଯାଇଛି, ତାକୁ କିଛି ଅସୁବିଧା ହେଇନି। ଉପରୁ ଗଲାଟା ସେ CCTV ଜଣାପଡ଼ୁନି, କିନ୍ତୁ ଜଣାପଡ଼ୁଛି ସେ ଟର୍ଚ୍ଚ ମାରିକି ଗଛ ଗୁଡ଼ା ଅଛି ସେଇ ବାଟ ଦେଇକି ଆସୁଛି। ଭାବୁଛୁ ସେଇ ଏଇ ପାଚେରୀ କରେ କରେ ଆସିছে, ତାଙ୍କ ପାଚେରୀ କରେ କରେ ଭାବୁଛୁ। ସାର୍ ଆପଣଙ୍କ ଘରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା, କୋଉ କୋଉ ଜାଗାରେ CCTV ଲାଗିଛି, କୋଉ ପଟେ ଘର ଉପରକୁ ନାଇଁ ସେ ଇଣ୍ଟେଲିଜେଣ୍ଟ। ସେ ରୁମ୍ ଭିତରେ ଯେଉଁ CCTV ଲାଗିଛି ତାକୁ ପଶୁଣିକିନା ଓଲଟେଇ ଦେଇଛି ଯେମିତି ତାର ଫଟୋ ନ ଆସିବ। ଏଇ ଆଉ ଯେଉଁ CCTVରୁ ସେ ତାର ମୁଭମେଣ୍ଟ, ଏଇ ଯେଉଁ CCTVଟା ଅଛି ଏଇ CCTVରୁ ତାର ମୁଭମେଣ୍ଟଟା ଜଣାପଡ଼ୁଛି, ପଶୁଛି ଆସୁଛି, ଚାଲି ଚାଲି ଆସୁଛି, ଟର୍ଚ୍ଚ ମାରିକି ଆସୁଛି। ବୋଧେ ଅନ୍ଧାର ହେଇଥିଲା। କେତେ ଜଣ ଥିଲେ? ଗୋଟିଏ ତ ଆସୁଛି, କେତେ ଜଣ ଥିଲେ କହିହେବନି, ଗୋଟିଏ ଆସୁଛି, ତା ପଛରେ ଆଉ କେହି ଥାଇପାରନ୍ତି। କ'ଣ କରିବ ଚାଲିଛି ସାଇଣ୍ଟିଫିକ୍ ଟିମ୍ ଆସିନାହାନ୍ତି। କ'ଣ କରିବ